ବନ୍ଧୁଗଣ ଆଜିର ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ବହୁତ ହିଁ ଅଧିକ ଖାସ୍ ଅଟେ। କାହିଁକି ନା କର୍କଟ ରାଶିର ବ୍ୟକ୍ତିବିଶେଷମାନଙ୍କ ଜୀବନ ଏହି ମକର ସଂକ୍ରାନ୍ତି ପରଠାରୁ ଏକ ନୂତନ ମୋଡ଼ ନେବା ପାଇଁ ଯାଉଅଛି। କାହିଁକି ନା ଗ୍ରହମାନଙ୍କର ଗୋଚରରେ ଏପରି ଏକ ପରିବର୍ତ୍ତନ ହେବାକୁ ଯାଉଛି ଯାହାକି ଆପଣଙ୍କୁ ସଫଳତା ଆଡ଼କୁ ଟାଣି ନେବା ପାଇଁ ଯାଉଛି। ଆପଣଙ୍କୁ ଅନେକ କ୍ଷେତ୍ର ଗୁଡ଼ିକରେ ସଫଳତା ମିଳିବା ପାଇଁ ଯାଉଛି। ଆପଣଙ୍କର ଅନେକ ଇଚ୍ଛା ଆକାଂକ୍ଷା ଏହିସବୁ କିଛି ପୂରଣ ହେବା ପାଇଁ ଯାଉଛି। କାରଣ ଗ୍ରହମାନଙ୍କର ସ୍ଥିତି ଆପଣଙ୍କ କୁଣ୍ଡଳୀରେ ମଜବୁତ ବନିବା ପାଇଁ ଯାଉଛି। ବନ୍ଧୁଗଣ, ଏହି ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଆପଣଙ୍କର ସପ୍ତମ ଭାବରେ ପ୍ରବେଶ କରିବେ। ଅନ୍ୟ ପ୍ରମୁଖ ଗ୍ରହ ଗୁଡ଼ିକ ମଧ୍ୟ ଆପଣଙ୍କର ସପ୍ତମ ଭାବରେ ପ୍ରବେଶ କରିବେ, ଯାହାଫଳରେ ଅନେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବା ପାଇଁ ଯାଉଛି। ତ ବନ୍ଧୁଗଣ, ଏହି ମକର ସଂକ୍ରାନ୍ତି ପରେ କେଉଁ ସବୁ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ସଫଳତା ମିଳିବା ପାଇଁ ଯାଉଛି ଏବଂ କେଉଁ ସବୁ କ୍ଷେତ୍ର ଗୁଡ଼ିକରେ ଆପଣଙ୍କୁ ସତର୍କତାର ଆବଶ୍ୟକତା ରହିଛି, ସେହି ବିଷୟରେ ଜାଣିବା ପାଇଁ ଆପଣ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ରୂପରେ ଲେଖନ୍ତୁ। ତେବେ ବନ୍ଧୁଗଣ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହା ଆପଣଙ୍କର ଜନ୍ମରାଶି ତଥା ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତ ରାଶିଚକ୍ରର 12ଗୋଟି ରାଶିମାନଙ୍କ ମଧ୍ୟରୁ ଚତୁର୍ଥ ରାଶିଟି ହେଉଛି କର୍କଟ ରାଶି ଏବଂ କର୍କଟ ରାଶିର ରାଶି ଅଧିପତି ହେଉଛନ୍ତି ଚନ୍ଦ୍ରମା। ତେବେ ବନ୍ଧୁଗଣ, ପୂର୍ବରୁ ଆପଣଙ୍କର ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଉଥିଲା। ଜଏଣ୍ଟ ପେନ୍, ବ୍ୟାକ୍ ପେନ୍ ଭଳିକା ସମସ୍ୟା ଦେଖାଦେଉଥିଲା। ପେଟରେ ଆପଣ ଯନ୍ତ୍ରଣା ଅନୁଭବ କରୁଥିଲେ। ଆପଣଙ୍କର ଇନଡାଇଜେସନ୍ ଭଳିକା ସମସ୍ୟା ଦେଖାଦେଉଥିଲା। କିନ୍ତୁ ଏହି ମକର ସଂକ୍ରାନ୍ତି ଠାରୁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଦେଖିବା ପାଇଁ ପାଇବେ। ପୂର୍ବରୁ ଯେଉଁ ସବୁ ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡ଼ିକ ରହିଥିଲା, ସେହି ସବୁ କିଛି ଆପଣଙ୍କର ଦୂର ହୋଇଯିବ। ଇମ୍ୟୁନିଟି ସିଷ୍ଟମ ଆପଣଙ୍କର ଷ୍ଟ୍ରଙ୍ଗ ହେବ ଏବଂ ଆପଣ ନିଜକୁ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। ଯଦି ଆପଣଙ୍କର ଶିକ୍ଷା କ୍ଷେତ୍ର କଥା କହିବା, ତେବେ ଆପଣଙ୍କର ବିଦ୍ୟାର୍ଥୀମାନେ ମଧ୍ୟ ଏହି ମକର ସଂକ୍ରାନ୍ତି ପରଠାରୁ ନିଜର ଶିକ୍ଷା କ୍ଷେତ୍ରରେ ବହୁତ ଅଧିକ ଉନ୍ନତି ଲାଭ କରିବାକୁ ଯାଉଛନ୍ତି। କାରଣ ଆପଣଙ୍କର ପଞ୍ଚମ ଭାବ ଆପଣଙ୍କର ଶିକ୍ଷା ଭାବର ଅଧିପତି ମଙ୍ଗଳ ପୂର୍ବରୁ ଆପଣଙ୍କର ଷଷ୍ଠ ଭାବରେ ଗୋଚର କରୁଥିଲେ, ଆଉ ଷଷ୍ଠ ଭାବଟିକୁ କୁଣ୍ଡଳୀରେ ଭଲ ବୋଲି ମାନାଯାଇ ନଥାଏ। ତ ପୂର୍ବରୁ ଆପଣଙ୍କର ମନ ପାଠପଢ଼ାରେ ଲାଗୁନଥିଲା। ଶିକ୍ଷା କ୍ଷେତ୍ରରେ ଅନେକ ବାଧାବିଘ୍ନ ମଧ୍ୟ ସୃଷ୍ଟି ହେଉଥିଲା। ପରୀକ୍ଷାରେ ଆପଣଙ୍କୁ ଆପଣଙ୍କର ପରିଶ୍ରମ ଅନୁସାରେ ସଫଳତା ମିଳିପାରୁନଥିଲା। କିନ୍ତୁ ଏହି ମକର ସଂକ୍ରାନ୍ତି ପରେ ଆପଣ ଦେଖିବେ ଯେ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଏକ ପଜିଟିଭ ଚେଞ୍ଜେସ୍ ଆସିବ। ପାଠପଢ଼ାରେ ଆପଣଙ୍କର ମନ ଲାଗିବ, ଆପଣଙ୍କର ଏକାଗ୍ରତା ବଢ଼ିବ। ଏହି ମକର ସଂକ୍ରାନ୍ତି ପରେ ଯଦି ଆପଣଙ୍କର କିଛି ଏକ୍ଜାମ୍ ରହିଛି, କମ୍ପିଟେଟିଭ୍ ଏକ୍ଜାମ୍ ରହିଛି, ପ୍ରତିଯୋଗିତାମୂଳକ ପରୀକ୍ଷା ରହିଛି, ସରକାରୀ ପରୀକ୍ଷା ଅଛି, ତେବେ ସେଥିରେ ଆପଣ ନିଶ୍ଚିତ ଭାବରେ କୃତକାର୍ଯ୍ୟ ହେବେ। କାରଣ ସୂର୍ଯ୍ୟ ଆପଣଙ୍କର ସପ୍ତମ ଭାବରେ ରହି ଆପଣଙ୍କର ପ୍ରଥମ ଭାବକୁ ଦେଖିବେ। ତେଣୁ ଆପଣଙ୍କ ମଧ୍ୟରେ କନଫିଡେନ୍ସ ଲେଭେଲ୍ ମଧ୍ୟ ବଢ଼ିବ ଏବଂ ଆପଣ ନିଶ୍ଚିନ୍ତ ଭାବରେ ନିଜର ଲକ୍ଷ୍ୟସ୍ଥଳରେ ମଧ୍ୟ ପହଞ୍ଚି ପାରିବେ। ପାଠପଢ଼ା ରିଲେଟେଡ୍ କିଛି ଆପଣ ବଡ଼ ଷ୍ଟେପ୍ ନେଇ ମଧ୍ୟ ପାରନ୍ତି। ଏହି ମକର ସଂକ୍ରାନ୍ତି ପରେ ଯଦି ଆପଣ କିଛି ଫର୍ମ ଫିଲ୍ଅପ୍ କରୁଛନ୍ତି କିମ୍ବା ଆଡ଼ମିସନ୍ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ତାହା ବହୁତ ଭଲ ରହିବ। ଆପଣଙ୍କର ପ୍ରେମ ଜୀବନ କଥା ଯଦି ଆମେ କହିବା, ତେବେ ପୂର୍ବରୁ ଆପଣଙ୍କ ମଧ୍ୟରେ ଅନେକ ମିସ୍ ଅଣ୍ଡରଷ୍ଟାଣ୍ଡିଂ ହେଉଥିଲା, ମିସ୍ କମ୍ୟୁନିକେସନ୍ ହେଉଥିଲା। ଛୋଟ ଛୋଟ କଥାଗୁଡ଼ିକୁ ନେଇକି ଆପଣଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ କଳି ଝଗଡ଼ା ହେଉଥିଲା। ଆପଣ ପରସ୍ପର ମଧ୍ୟରୁ ଭୁଲ ବାହାର କରୁଥିଲେ। କିନ୍ତୁ ଏହି ମକର ସଂକ୍ରାନ୍ତିକୁ ଆପଣ ଦେଖିବେ, ଧୀରେ ଧୀରେ ଆପଣଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯିବ। ପୂର୍ବରୁ ଆପଣଙ୍କ ମଧ୍ୟରେ ଯାହା ବି କିଛି ଡିଷ୍ଟର୍ବାନ୍ସ ଗୁଡ଼ିକ ରହିଥିଲା, ସେହି ସବୁକିଛିର ସମାଧାନ ହୋଇଯିବ। ଆପଣଙ୍କ ମଧ୍ୟରେ ଭଲ ପାଇବା ବଢ଼ିବ, ବୁଝାମଣା ବଢ଼ିବ, ପରସ୍ପରକୁ ବୁଝିପାରିବେ। ଦୁଇ ଜଣ ମିଶି ଆପଣ କେଉଁଆଡ଼େ ବୁଲିବା ପାଇଁ ଯାଇପାରନ୍ତି। ଆପଣଙ୍କ ପ୍ରେମ ବିବାହର ରୂପ ମଧ୍ୟ ନେଇପାରେ। ଯଦି ଆପଣଙ୍କର ବୈବାହିକ ଜୀବନ କଥା କହିବା, ତେବେ ଆପଣଙ୍କର ବୈବାହିକ ଜୀବନ ମଧ୍ୟ ବହୁତ ଭଲ ରହିବ।
କାରଣ ଆପଣଙ୍କର ସପ୍ତମ ଭାବର ଅଧିପତି ବୈବାହିକ ଜୀବନର ଅଧିପତି ଶନି ଆପଣଙ୍କର ନବମ ଭାବରେ ଭାଗ୍ୟ ଭାବରେ ଗୋଚର କରୁଛନ୍ତି। ଏହା ଫଳରେ ଆପଣଙ୍କର ଜୀବନସାଥୀଙ୍କର ପର୍ସନାଲ ଆଉ ପ୍ରଫେସନାଲ ଲାଇଫରେ ଗ୍ରୋଥ ଆସିବ। ଆପଣଙ୍କ ପାଇଁ ଆପଣଙ୍କ ଜୀବନସାଥୀଙ୍କର ଭାଗ୍ୟ ଉଦୟ ହେବ। ସେ ନିଜର କ୍ୟାରିୟରକୁ ନେଇ କିଛି ବଡ଼ ଷ୍ଟେପ୍ ନେଇପାରନ୍ତି। ନିଜର କ୍ୟାରିୟରରେ ତାଙ୍କୁ କୌଣସି ବଡ଼ ଆଚିଭମେଣ୍ଟ ମଧ୍ୟ ମିଳିପାରେ। ଏହା ସହିତ ଆପଣଙ୍କର ବୈବାହିକ ଜୀବନ ମଧ୍ୟ ସୁଖମୟ ସାବ୍ୟସ୍ତ ହେବ। ଆପଣ ଦୁଇଜଣ ମିଶି କିଛି ବଡ଼ ପଦକ୍ଷେପ ନେଇପାରନ୍ତି। ଦୁଇଜଣ ମିଶି ଆପଣ କେଉଁଆଡ଼େ ବୁଲିବା ପାଇଁ ମଧ୍ୟ ଯାଇପାରନ୍ତି। ଯଦି ଭାଗ୍ୟ କଥା କହିବା ତେବେ ଆପଣଙ୍କ ଭାଗ୍ୟ ଭାବର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି। ଦେବଗୁରୁ ବୃହସ୍ପତି ଆପଣଙ୍କର ଦ୍ୱାଦଶ ଭାବରେ ଗୋଚର କରୁଛନ୍ତି। ଦେବଗୁରୁ ବୃହସ୍ପତିଙ୍କର ସ୍ଥିତି ଏଠାରେ ଟିକିଏ କମଜୋର ରହୁଛି। ତେଣୁ ଯଦି ଆପଣଙ୍କର ସେମିତି କିଛି ଏମର୍ଜେନ୍ସି ନାହିଁ, ଅର୍ଜେଣ୍ଟ ନାହିଁ, ତେଣୁ ଆପଣ ଟିକେ ଅପେକ୍ଷା କରିନିଅନ୍ତୁ। ଯେତେବେଳେ ଗୁରୁ ଆପଣଙ୍କର ପ୍ରଥମ ଭାବକୁ ପ୍ରବେଶ କରିବେ ସେ ପର୍ଯ୍ୟନ୍ତ ଆପଣ ଭାଗ୍ୟ ସମ୍ବନ୍ଧିତ ଯାହା ବି କିଛି ନିର୍ଣ୍ଣୟ ନେଉଛନ୍ତି ତ ଆପଣ ସେଥିରେ ଟିକେ ରହିଯାଆନ୍ତୁ। ଯେତେବେଳେ ଗୁରୁ ଆପଣଙ୍କର ପ୍ରଥମ ଭାବରେ କର୍କଟ ରାଶିରେ ଉଚ୍ଚସ୍ଥ ହୋଇଯିବେ ସେତେବେଳେ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ ମିଳିବ। ଭାଗ୍ୟ ସମ୍ବନ୍ଧିତ ଯାହା ବି କିଛି ନିର୍ଣ୍ଣୟ ଗୁଡ଼ିକ ଆପଣ ନେବେ ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଯଦି ଆପଣଙ୍କର କ୍ୟାରିୟର କଥା କହିବା ତେବେ ମକର ସଂକ୍ରାନ୍ତି ଠାରୁ ମଙ୍ଗଳଙ୍କର ଦୃଷ୍ଟି ଆପଣଙ୍କର ଦଶମ ଭାବରେ ହିଁ ରହିବ। କାହିଁକି ନା ମଙ୍ଗଳ ଆପଣଙ୍କର ସପ୍ତମ ଭାବରେ ଗୋଚର କରିବେ ଏବଂ ମଙ୍ଗଳ ଚତୁର୍ଥ ଦୃଷ୍ଟିରେ ଆପଣଙ୍କର ଦଶମ ଭାବକୁ ଦେଖିବେ। ତେବେ ନିଶ୍ଚିନ୍ତ ଭାବରେ ଆପଣଙ୍କର କ୍ୟାରିୟରରେ ଏକ ବହୁତ ଭଲ ପରିବର୍ତ୍ତନ ଆସିବ। ଆପଣ ନିଜକୁ ଏନର୍ଜେଟିକ୍ ଫିଲ୍ କରିବେ। ଯଦି ଆପଣଙ୍କର ଟାର୍ଗେଟ ବେସ୍ କିଛି ବି କାମ ରହିଛି ତେବେ ଆପଣଙ୍କ ଟାର୍ଗେଟ କମ୍ପ୍ଲିଟ୍ ହୋଇଯିବ। କାରଣ ମଙ୍ଗଳ ଆପଣଙ୍କର ସପ୍ତମ ଭାବରେ ଉଚ୍ଚସ୍ଥ ହୋଇଯିବେ, ଯାହାଫଳରେ କ୍ୟାରିୟରକୁ ନେଇକି ଆପଣଙ୍କର ଯାହା ବି କିଛି ସ୍ୱପ୍ନ ରହିଥିଲା, ଯାହା ବି କିଛି ଇଚ୍ଛା ରହିଥିଲା ସେହି ସବୁ ଫୁଲଫିଲ୍ ହେବ। କ୍ୟାରିୟରରେ ଆପଣଙ୍କୁ ବଡ଼ ଆଚିଭମେଣ୍ଟ ମିଳିପାରେ। କିଛି ବଡ଼ ଅପରଚ୍ୟୁନିଟି ଆପଣଙ୍କୁ ମିଳିପାରେ। ଯଦି ଆପଣଙ୍କ ନିକଟରେ ଚାକିରି ନାହିଁ, ଆପଣ ଚାକିରିର ଅନୁସନ୍ଧାନରେ ଅଛନ୍ତି ତ ଆପଣଙ୍କୁ ଚାକିରି ମିଳିବାର ମଧ୍ୟ ବହୁତ ଅଧିକ ସମ୍ଭାବନା ରହୁଛି। କହିବାକୁ ଗଲେ ସମ୍ପୂର୍ଣ୍ଣ ମାତ୍ରାରେ ସମ୍ଭାବନା ରହୁଛି। ତେଣୁ ଆପଣ ନିଜ ତରଫରୁ ଚେଷ୍ଟା ଜାରି ରଖନ୍ତୁ। କାରଣ ସୂର୍ଯ୍ୟ, ଶୁକ୍ର ଏବଂ ବୁଧ ମଧ୍ୟ ଆପଣଙ୍କ କେନ୍ଦ୍ରରେ ଗୋଚର କରିବେ। ତେବେ ସରକାରୀ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ଯଦି ଆପଣ ସରକାରୀ ଚାକିରି କରୁଛନ୍ତି ତେବେ ଆପଣଙ୍କର ପଦ ଉନ୍ନତି ହୋଇପାରେ, ଆପଣଙ୍କ ଦରମାରେ ବୃଦ୍ଧି ହୋଇପାରେ, ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ, ସମ୍ମାନିତ ହେବେ। ବିଜନେସ୍ କଥା ଯଦି ଆମେ କହିବା ତ ଆପଣଙ୍କର ବିଜନେସ୍ ଏହି ମକର ସଂକ୍ରାନ୍ତି ପରଠାରୁ ଆପଣଙ୍କର ଭଲ ରହିବ। ଆପଣ ଆପଣଙ୍କ ବିଜନେସ୍ରେ ଗ୍ରୋଥ କରିବେ। କିନ୍ତୁ ମନେ ରଖନ୍ତୁ ଆପଣଙ୍କୁ ଆପଣଙ୍କର କ୍ରୋଧ, ଆଗ୍ରେସନ ଉପରେ ଟିକେ ନିୟନ୍ତ୍ରଣ ରକ୍ଷା କରିବାର ଅଛି। ଯେହେତୁ ମଙ୍ଗଳ ଆଉ ସୂର୍ଯ୍ୟଙ୍କର ଦୃଷ୍ଟି ଆପଣଙ୍କର ପ୍ରଥମ ଭାବ ଉପରେ ରହିବ ତେଣୁ ଏଥିପାଇଁ ଆପଣଙ୍କ ମଧ୍ୟରେ ଟିକେ କ୍ରୋଧ ଦେଖାଦେବ, ଟିକେ ଆଗ୍ରେସନ ଦେଖାଦେବ। ଆପଣ ଆପଣଙ୍କ ସାମ୍ନାବାଲାଙ୍କୁ କିଛି ଏପରି କହିଦେଇପାରନ୍ତି ଯାହାକି ତାଙ୍କୁ ହର୍ଟ କରିପାରେ। ତେଣୁ ଆପଣ ଯେତେବେଳେ କିଛି ବି କହୁଛନ୍ତି ତ ତାହା ଆପଣ ଭାବି ଚିନ୍ତି କରି କୁହନ୍ତୁ। ଆଉ ଯେତେ ପାରିବେ ଆପଣ ନିଜକୁ ପୋଲାଇଟ୍ ରଖିବା ପାଇଁ ଚେଷ୍ଟା କରନ୍ତୁ। ଏବେ ଆସନ୍ତୁ ଜାଣିବା କିଛି ପ୍ରତିକାର ଏବଂ କିଛି ଉପାୟ ଗୁଡ଼ିକ ବିଷୟରେ, ଯେଉଁ ଉପାୟ ଗୁଡ଼ିକୁ କରିବା ଦ୍ୱାରା ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ। ଆଉ ଯାହା ବି କିଛି ସବୁ ଅଶୁଭତ୍ୱ ଗୁଡ଼ିକ ରହୁଛି ସେହି ସବୁ କିଛି ଖଣ୍ଡନ ହୋଇଯିବ। ସେଥିପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଚନ୍ଦ୍ରମାଙ୍କର ବୀଜମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ସକାଳ ସମୟରେ ଆପଣ ଓମ୍ ନମଃ ଶିବାୟ ମନ୍ତ୍ର 108 ଥର ଜପ କରନ୍ତୁ। ତେବେ ବନ୍ଧୁଗଣ ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।